ଦେଖନ୍ତୁ ଓଡ଼ିଶା ବର୍ତ୍ତମାନ 2026ରେ ଆସିକି ପହଞ୍ଚିଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବହୁତ ଆଗରେ ଅଛି। ଏଇ ଓଡ଼ିଶାର ଜୀବଜନ୍ତୁ ଜଳ ଜଙ୍ଗଲ ଜମିନ ସଂରକ୍ଷଣ କ୍ଷେତ୍ର ଭାରତବର୍ଷରେ ଆମେ ଗୋଟେ ରାଜ୍ୟ ପ୍ରାୟୋରିଟି ଦେଇଛୁ, ପରିବେଶକୁ ପ୍ରାୟୋରିଟି ଦେଇଛୁ। ପ୍ରାକୃତିକ ସମ୍ପଦ ଅଧିକରୁ ଅଧିକା ଥିଲେ ମଧ୍ୟ ଯେମିତି ଆମର ଜୀବଜନ୍ତୁମାନେ ଯେମିତି ସୁରକ୍ଷିତ ରହିବେ ସେ ଦିଗରେ ଓଡ଼ିଶା ଗୋଟେ ରାଜ୍ୟ ପ୍ରେଷ୍ଟିଜଲି ୱାଇଲ୍ଡ ଲାଇଫ୍ ଆନିମାଲ ଆକ୍ଟ ବିଭିନ୍ନ ଆପଣ ଫରେଷ୍ଟ ରାଇଟ୍ ଆକ୍ଟକୁ ଆମେ ଆଖି ଆଗରେ ରଖୁଛୁ ଏବଂ ଆଶା କରିବି ଆମର ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯାହାକି ବିଗତ ଦିନମାନଙ୍କରେ ଆମର ସଷ୍ଟେନେବଲ୍ ଡେଭଲପମେଣ୍ଟରେ କ୍ଷତି ହେଇଛି, ଲୋକମାନେ ଏବେ ବହୁତ ସଚେତନ ହେଇକରି ଓଡ଼ିଶା ଲୋକମାନେ ବି ସଚେତନ ହେଉଛନ୍ତି। କିନ୍ତୁ ସଷ୍ଟେନେବଲ୍ ଡେଭଲପମେଣ୍ଟର କଥା ନିଶ୍ଚିତ ଭାବରେ ଆପଣମାନେ ସମସ୍ତେ ଜାଣିଛନ୍ତି। ଆମର 52,000 ସ୍କୋୟାର କିଲୋମିଟରରୁ ଯେତେ ଆମର ଖଣିଜ ସମ୍ପତ୍ତି ଅଛି ଜଙ୍ଗଲ ଭିତରେ ହିଁ ଅଛି। ଓଡ଼ିଶାକୁ ଆଗକୁ ନେବା ପାଇଁ କିଛି ଆପଣମାନେ ସମସ୍ତେ ଜାଣିଛନ୍ତି ଖଣି ଖାଦାନ ରବି ଏକ୍ସଟ୍ରାକ୍ସନ୍ ହେଉଛି, ସେଥିରେ ଆମେ ଉତ୍ତୋଳନ କରୁଛେ ଏବଂ ଓଡ଼ିଶା ମଧ୍ୟ ସେଥିରେ ରାଜସ୍ୱ ପାଉଛି। ତାକୁ ସଷ୍ଟେନେବଲ୍ ଡେଭଲପମେଣ୍ଟ ଇକୋଲୋଜିକାଲି ବାଲାନ୍ସ କରିବା ପାଇଁ ଆମେ ଚେଷ୍ଟା କରୁଛେ। ଅଧିକରୁ ଅଧିକ ବୃକ୍ଷରୋପଣ କରିକି ପରିବେଶକୁ ସନ୍ତୁଳନ କରିବା ପାଇଁ ଜଙ୍ଗଲ ବିଭାଗ ପ୍ରୟାସ ଜାରି ରଖିଛି। ମୁଁ ନିଜେ ସେଥିରେ ଏବେ ସବୁ ଡିଭିଜନ ଆମର 51ଟା ଡିଭିଜନ ଅଛି, ଫରେଷ୍ଟ ଡିଭିଜନ ଅଛି, ସେଥିରେ କ୍ଲୋଜଲି ମନିଟରିଂ କରୁଛୁ, ଡିଭମାନଙ୍କ ସହିତ କଥା ହେଉଛୁ। ଯାହା ବି ନିଆଁ ଜଳୁଛି ପାରମ୍ପରିକ ହିସାବରେ ସବୁ ଜଳୁଛି। ନନ୍ ଫରେଷ୍ଟ ବ୍ଲକରେ ମ୍ୟାକ୍ସିମମ୍ ମୁଁ ଯେତେବେଳେ ଯାଉଛି ମୟୂରଭଞ୍ଜ ଯାଉଛି, କଳାହାଣ୍ଡି ଯାଉଛି, ଝାରସୁଗୁଡ଼ା ଯାଉଛି ଏବଂ ଦେଖୁଛି ଟାଉନକୁ ଲାଗିକି ଲୋକମାନେ ନିଆଁ ଜଳେଇ ଦେଉଛନ୍ତି, ଯେଉଁଟାକି ଆଗରୁ ବି ଜଳୁଥିଲା ଏବଂ ବିଗତ 2 ବର୍ଷ ଭିତରେ ଯାହା ଆମ ପାଖରେ ଡେଟା ଯାହା ଅଛି ନନ୍ ଫରେଷ୍ଟ ବ୍ଲକରେ ଅଧିକରୁ ଅଧିକା ଲାଗୁଛି। ସେଥିରେ ପାରମ୍ପରିକ ହିସାବରେ ମହଲ ଏବଂଙ୍କର କଲେକ୍ସନ୍ କରିବା ଅନ୍ୟାନ୍ୟ ସାଧାରଣ ଲୋକଙ୍କର ସଚେତନ ଅଭାବରୁ କିଛି ଜାଗାରେ ନନ୍ ଫରେଷ୍ଟ ଏରିଆରେ ତାର ହେକ୍ଟର ବଢ଼ୁଛି। ଆଉ ଫରେଷ୍ଟ ବ୍ଲକ ମାନଙ୍କରେ ଏବେ ନିଆଁ ଜଳେଇବାଟା ଯେଉଁଟା ଡେନ୍ସ ଫରେଷ୍ଟ ଅଛି, ପ୍ରୋଟେକ୍ଟିଭ ଫରେଷ୍ଟ ଅଛି, ରିଜର୍ଭ ଫରେଷ୍ଟ ବହୁତ କମ୍ ଜଳୁଛି। ଦେଖନ୍ତୁ ଦାଦନ ଶ୍ରମିକର କଥା ଆପଣମାନେ ସମସ୍ତେ ଜାଣିଛନ୍ତି। ଆମେ ଟୋଲ୍ ଫ୍ରି ନମ୍ବର ବି ଜାରି କରୁଛେ, ବିଭିନ୍ନ ୱେବସାଇଟ୍ ବିଭିନ୍ନ ପତ୍ରପତ୍ରିକା ଆପଣମାନଙ୍କ ମାଧ୍ୟମରେ ବି ଆମେ ପ୍ରଚାର ପ୍ରସାର ଏବଂ ଆଇସି ପ୍ରୋଗ୍ରାମ ସବୁ କରୁଛେ। କିନ୍ତୁ ଲେବର ଡିପାର୍ଟମେଣ୍ଟର ପାଖରେ ଯେଉଁମାନେ ସବୁ ଯାଉଛନ୍ତି ଆପଣଙ୍କର ଆସ୍ପିରେସନାଲ ପାଇଁ ଯାଆନ୍ତୁ କିମ୍ବା ଅନ୍ୟାନ୍ୟ ବିନା ରେଜିଷ୍ଟରରେ ଯାଉଛନ୍ତି, ଲେବର ଡିପାର୍ଟମେଣ୍ଟ ସେଥିପାଇଁ ସେଥିରେ ପ୍ରତ୍ୟେକ ପଞ୍ଚାୟତରେ ଏବେ ଗୋଟେ ଆଇସି ପ୍ରୋଗ୍ରାମ କରିବ ଆଉ ଲୋକମାନଙ୍କୁ ସଚେତନ କରିବ। ଆଉ ଲୋକମାନେ ଯେଉଁମାନେ ଯିବେ ବାଧ୍ୟତାମୂଳକ ପଞ୍ଚାୟତରେ ରେଜିଷ୍ଟ୍ରେସନ କରିବ। ଏଇ ଯେଉଁ ପ୍ରୟାସ ଜାରି ରଖୁଛି ଏଥରଠୁ ଆଗରୁ ବି ଥିଲା, ସେଇଟାକୁ ଆଉ ଥରେ ଆମେ ତାକୁ ଜାରି କରିବୁ। ଯିଏ ଯେଉଁଠିକି ଯାଉଛନ୍ତି ନିଶ୍ଚିତ ଭାବରେ ରେଜିଷ୍ଟର କରିଦେଇକି ଗଲେ ଲେବର ଡିପାର୍ଟମେଣ୍ଟର ଡେଟା ଥିବ। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ବହୁତ ଲେବର ଯେଉଁମାନେ ଗୋଟେ ଆସ୍ପିରେସନାଲ ପାଇଁ ଯାଉଛନ୍ତି, ଅଧିକା ମଜୁରୀ ଆଶା ପାଇଁ ଯାଉଛନ୍ତି, ଅଧିକା ସାଲାରୀ ପାଇଁ ଯାଉଛନ୍ତି, ସେମାନେ ଡାଟା ଦେଇକି ଯାଉନାହାନ୍ତି, ଯାହାଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଏବଂ ଜୀବନହାନି ମଧ୍ୟ ହେଉଛି। ସେ ଦିଗରେ ଏବେ ବି ଆପଣମାନଙ୍କ ମାଧ୍ୟମରେ ମୁଁ ଅନୁରୋଧ କରିବି ଏବଂ ଅପିଲ କରିବି ଯେ ଯେଉଁ ଓଡ଼ିଶାରୁ ବାହାରକୁ ଯାଉଛନ୍ତି ଯେଉଁମାନେ ହାୟର କ୍ୱାଲିଫାଏଡ଼ ପିଲାମାନେ ମଧ୍ୟ ବିଭିନ୍ନ IT ସେକ୍ଟର ହଉ, ବିଭିନ୍ନ ଏବଂ ଇଣ୍ଡଷ୍ଟ୍ରିଆଲ ସେକ୍ଟର ହଉ ଯାଉଛନ୍ତି, ସେମାନେ ଏଟଲିଷ୍ଟ ଆମର ପଞ୍ଚାୟତ ଏବଂ ଜିଲ୍ଲା ଲେଭଲ ରେଜିଷ୍ଟ୍ରେସନ କରିକି ଗଲେ ଆମେ ଜାଣିବା ଆକ୍ଚୁଆଲି ତାଙ୍କର ପାଇଁ ଆମ ପାଖରେ ଯାହା ବ୍ୟବସ୍ଥା ଅଛି ସେମାନେ ବି ପାଇବେ। ଏବଂ ଆଶା କରୁଛୁ ଏଇ ବର୍ଷଠୁ ଆଉ ଅଧିକରୁ ଅଧିକା ଆମେ ବହୁଳ ଭାବରେ ପ୍ରଚାର ପ୍ରସାର କରିବୁ, ସେମାନେ ଯେମିତି ସଚେତନ। ଡାଲଖାଇ ସ୍କିମ୍ ଆମେ ବିଧିବଦ୍ଧ ଭାବରେ ମାନେ ଯେଉଁଟାକି ଏଭଳିଆ ଯେଉଁଟା ସ୍କିମ୍ ଦାଦନ ଶ୍ରମିକମାନଙ୍କୁ ରୋକିବା ପାଇଁ ତାଙ୍କର ସ୍କିଲ୍ ସେଥିରେ ମ୍ୟାପିଂ ହେଉଛି ଏବଂ ତାଙ୍କର ଜରୁରତ ଅନୁସାରେ କାମ ମିଳିବ। ଏବଂ ଏବେ ଯେଉଁ ଆମର ହାଇ ପାୱାର ଆମର କ୍ଲିୟରେନ୍ସ ଯେଉଁ ମିଟିଂ ହେଇଥିଲା ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟ ସହିତ, ସେଥିରେ ମଧ୍ୟ କଥା ଉଠେଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜି ହେଇଛନ୍ତି। ପ୍ରତ୍ୟେକ
जो इंडस्ट्री जो एबे नुआ पुंजी आसी ऑलरेडी आमर 2 लाख कोटी टंकार पुंजी ऑलरेडी शुभ उद्घाटन होती से जो काम दाम करुँच जो श्रमिक भाई मैंने आमर लेबर डिपार्टमेंट ऑन द स्पॉट को जाइक रेजिस्ट्रेशन करुचे 50,000 निर्माण श्रमिक मानकर कथा इंडस्ट्री डिपार्टमेंट कही से अंडर काम कर आमर लेबर डिपार्टमेंट रे अंतर्भुक्त करवा जोटा कि तांकर जो सामाजिक सुरक्षा एवं सरकार योजना रे केमते अंतर्भुक्त हेबे से दिगरे सरकार एवं पश्चिम ओडिशार कथा जो दादन श्रमिक जो बेसी जाउछन्ते बाहर को से जिला आमर नुआपड़ा बलांगीर से दिगरे एवं कॉटन मिल इंडस्ट्री कि जिनिंग मिल इंडस्ट्री ऑलरेडी माननीय मुख्यमंत्री राजी होती बहुत कम दिन भितर एस्टाब्लिशमेंट कर योजना रखा।